आज आम ओडिया प्रबंध विभागर ग्रीष्म ऋतु विषय आलोचना करवा तास देखने ग्रीष्म ऋतु आम आज आलोचना करवा ग्रीष्म ऋतु आम क्या कहवा तो उपक्रम कौन लिख वर्षक 12 मास 6 ऋतु बैशाख और ज्येष्ठ मास को ग्रीष्म ऋतु कहुए। बैशाख हूँ मे मास, ज्येष्ठ हूँ जून मास, मे जून मास को नहीं ग्रीष्म ऋतु कहुए। ଏହି ଋତୁରେ ପ୍ରଚଣ୍ଡ ଖରା ହୁଏ। ସେଥିପାଇଁ ଭକ୍ତ କବି ମଧୁସୂଦନ ରାଓ ଲେଖିଛନ୍ତି ଗ୍ରୀଷ୍ମ ବୈଶାଖ ଜ୍ୟେଷ୍ଠ ମାସ ପ୍ରଚଣ୍ଡ ରୌଦ୍ର ପରକାଶ। ରୌଦ୍ର ହେଲା ସୂର୍ଯ୍ୟଙ୍କ କିରଣ, ରୁଦ୍ର ସୂର୍ଯ୍ୟଙ୍କର ଅନ୍ୟ ନାମ। ତ ଏହାର ଉପକାରିତା ଅପକାରିତା କ'ଣ ଲେଖିବ? ଏହି ଋତୁରେ ଅର୍ଥ ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ଖରା ଯୋଗୁଁ ନଈ, ନାଳ, ପୋଖରୀ, ଗଡ଼ିଆ ଆଦି ସମସ୍ତ ଜଳାଶୟରୁ ପାଣି ଶୁଖିଯାଏ। ବୃକ୍ଷଲତା ପ୍ରଚଣ୍ଡ ଗ୍ରୀଷ୍ମତାପ ସହି ନ ପାରି ଶୁଖିଯାଆନ୍ତି। ପଡ଼ିଆରୁ ଘାସ ମରିଯାଏ। ଆକାଶରୁ ଝରୁଥାଏ ତତଲା ସୂର୍ଯ୍ୟକିରଣ। ଦେହରୁ ଝରି ପଡ଼େ ଝାଳର ଧାରା। ମୁଣ୍ଡଫଟା ଖରାରେ ଦିନ ଦ୍ୱିପ୍ରହର ବେଳେ ବାହାରକୁ ବାହାରିବା କଷ୍ଟକର ହୋଇପଡ଼େ। ଥରେ ଥରେ ପବନ ବହିବା ବି ବନ୍ଦ ହୋଇଯାଏ। ଜୀବନ ଧାରଣ କରିବା କଷ୍ଟକର ହୋଇପଡ଼େ। ନିର୍ମଳ ଆକାଶରେ ଖଣ୍ଡିଏ ଖଣ୍ଡିଏ ଧଳା ମେଘ ଭାସୁଥାଏ। ଥରେ ଥରେ ଉପର ବେଳା ଆକାଶରେ କଳାହାଣ୍ଡିଆ ମେଘ ଛାଇଯାଏ। ହଠାତ୍ ବିଜୁଳିର ଚମକ, ଘଡ଼ଘଡ଼ିର ଶବ୍ଦ ଓ ପ୍ରବଳ ପବନ ସହ ଅସରାଏ ମେଘ ବର୍ଷିଯାଏ। ଥରେ ଥରେ ବର୍ଷା ସହ କୁଆପଥର ମଧ୍ୟ ପଡ଼େ। ଦିନରେ ପ୍ରବଳ ଗରମ ପରେ ଅଦିନିଆ ମେଘ ପ୍ରାଣୀ ଓ ଉଦ୍ଭିଦଙ୍କୁ ଟିକିଏ ଥଣ୍ଡାର ପରଶ ଦେଇଥାଏ। ଏହାର କ'ଣ ଫସଲ ଆଉ ଫଳମୂଳ କରାଯାଏ? ଏହି ଋତୁରେ ଆମ୍ବ, ପଣସ, ସପୁରୀ, ତରଭୁଜ, ଫୁଟି ଆଦି ଫଳ ପ୍ରଚୁର ପରିମାଣରେ ମିଳେ। ହାଟ ବଜାରରେ ଏସବୁ ଫଳ ରାଶି ରାଶି ହୋଇ ଜମା ହୁଏ ବିକ୍ରି ପାଇଁ। ତ ଏଇ ଯେଉଁ ଫଳ ସବୁ ଜମା ହୋଇଥାଏ ବିକ୍ରି ପାଇଁ। କୃଷକମାନେ ବହୁ ପରିଶ୍ରମ କରି ବାଡ଼ି ବଗିଚାରେ ପାଣି ଯୋଗାଇ ବାଇଗଣ, ପୋଟଳ, କଖାରୁ, ପୋଇ, କଲରା ଆଦି ପରିବା ଚାଷ କରିଥାନ୍ତି। ରାତିରେ ମଲ୍ଲି, ରଜନୀଗନ୍ଧା, ହେନା, ମାଧବୀ ଆଦି ସୁବାସିତ ଫୁଲ ଫୁଟି ରାତ୍ରିକୁ ସୁବାସିତ କରିଦିଅନ୍ତି। ପର୍ବପର୍ବାଣି ଏହି ଋତୁରେ ଓଡ଼ିଶାରେ ପଣା ସଂକ୍ରାନ୍ତି, ଚନ୍ଦନ ଯାତ୍ରା, ଅକ୍ଷୟ ତୃତୀୟା, ସାବିତ୍ରୀ ବ୍ରତ, ଶୀତଳ ଷଷ୍ଠୀ ପର୍ବ ପଡ଼େ। ପଣା ସଂକ୍ରାନ୍ତିରେ ଲୋକ ଛତୁଆ ଖାଇ ସନ୍ଧ୍ୟାରେ ପଣା ପିଇ ଆନନ୍ଦ ଉପଭୋଗ କରନ୍ତି। ଚନ୍ଦନ ପୂର୍ଣ୍ଣିମା ଠାରେ ଠାକୁରଙ୍କୁ ଚନ୍ଦନ ଲାଗି କରି ରାତ୍ରିରେ ନାଭକେରିରେ ସଭିଏଁ ମଜିଯାଆନ୍ତି। ଗ୍ରୀଷ୍ମ ଋତୁରେ କ୍ରମେ ସରି ସରି ଆସୁଥାଏ। ଶେଷ କଥା, ନବବର୍ଷର ପ୍ରଥମ ସ୍ପର୍ଶ ସହ ଆସେ ରଜ ପର୍ବ। ନୂଆ ପୋଷାକ, କ୍ଷୀରି, ପିଠାପଣାରେ ଘର ଘର ପୂରି ଉଠେ। ଗ୍ରୀଷ୍ମ ଋତୁ କଷ୍ଟଦାୟକ ସତ, ମାତ୍ର ଏହି ଗ୍ରୀଷ୍ମ ଋତୁ ହିଁ ଉଦ୍ଭିଦ ମିତ୍ର ବର୍ଷାକୁ ଜନ୍ମ ଦେଇଥାଏ। ତାହା ଥିଲା ଗ୍ରୀଷ୍ମ ଋତୁର ରଚନା ବା ପ୍ରବନ୍ଧ। ଏହାର ପରବର୍ତ୍ତୀ ଭିଡ଼ିଓରେ ଆମେ ଅନ୍ୟ ଏକ ଓଡ଼ିଆର ପ୍ରବନ୍ଧ ଆଲୋଚନା କରିବା।